ଅସଲ କଥା ହେଉଛି ଏଇ ନିର୍ବାଚନ ବ୍ୟବସ୍ଥା ଭିତରେ ସେଠି ସରକାର ଅଛି, ସରକାର ହେଇଯାଇଛି, କିନ୍ତୁ ଅନ୍ୟ ଦଳମାନଙ୍କୁ ଭଙ୍ଗା ଯାଉଛି କାହିଁକି? ଏ ତ ପ୍ରଶ୍ନ। ନିର୍ବାଚନକୁ ଠିକ୍ ଭାବରେ କରେଇ ଦିଆଯାଉନି କାହିଁକି? ଯାହା ବେଙ୍ଗଲ ହେଲା, ଅନ୍ୟତ୍ର ହେଉଛି, ଯେମିତି ମୁଁ କହିଲି ରାଜ୍ୟସଭା ନମିନେସନ୍ କଥା ହେଲା ବା ଅନ୍ୟ ଆଡ଼େ ହେଉଛି, ଭୋଟର ଲିଷ୍ଟ SIR ଜରିଆରେ ଯେଉଁ କଥା କାର୍ଯ୍ୟ ଚାଲିଛି, ଏସବୁ ଜିନିଷ ନେଇକି ପ୍ରଶ୍ନ ଉଠୁଛି। କ'ଣ ଲକ୍ଷ୍ୟ? ସମସ୍ତେ କହୁଛନ୍ତି ବିଜେପିର ଏକମାତ୍ର ଲକ୍ଷ୍ୟ ହେଉଛି ନିର୍ବାଚନ ନ କରେଇ ମଧ୍ୟ 2024ରେ ହୁଏତ ପୂର୍ଣ୍ଣ ସଂଖ୍ୟା ଦେବେ, 240 ତାଙ୍କର ଅଛି, ପୂର୍ଣ୍ଣ ସଂଖ୍ୟା ମିଳିଲାନି, NDAର ଶାସନ ଚାଲିଛି, କିନ୍ତୁ ସେଇ ନିର୍ବାଚନ ନ କରିକି ମଧ୍ୟ ପାର୍ଲାମେଣ୍ଟରେ 2/3 ମେଜରିଟି ରାଜ୍ୟସଭା ଆଉ ଲୋକସଭାରେ ଆଚିଭ୍ କରନ୍ତି। ଏଇ ଲକ୍ଷ୍ୟରେ ଚାଲିଛି। ଆପୁର 7 ଜଣ ସଦସ୍ୟକୁ ଆଣିଲେ, ଅନ୍ୟ ଆଡ଼ୁ ନେଉଛନ୍ତି, ବର୍ତ୍ତମାନ ତୃଣମୂଳ କଂଗ୍ରେସ ରାଜ୍ୟସଭା ସଦସ୍ୟମାନେ ଇସ୍ତଫା ଦେଉଛନ୍ତି ଏବଂ ଅନ୍ୟ ଆଡ଼ୁ କହିଲେ ଅନପୋଜ ଇଲେକ୍ଟ ହେଇଗଲେ। ବର୍ତ୍ତମାନ ରାଜ୍ୟସଭା ଯେଉଁ ହେଲା ନିର୍ବାଚନ, ଯେଉଁଠି ବିହାର ଅନାଥ ହେଇକି ତାଙ୍କର ସଂଖ୍ୟା ବଢ଼ୁଛି ଏବଂ ସେଇଟା 2/3 ହେଇଯିବ ଏବଂ ଲୋକସଭାର ମନ୍ତ୍ରୀକୁ ଥାର୍ଡ଼ କରିବା ଦରକାର। ଭାରତବର୍ଷର ସଂସଦୀୟ ଗଣତନ୍ତ୍ର, ରାଜନୈତିକ ଦଳୀୟ ବ୍ୟବସ୍ଥା ଉପରେ ଗୋଟେ ବଡ଼ ଧରଣର ପ୍ରହସନର କାହାଣୀ ଗତକାଲି ରବିବାର ଦିନ ଦେଖିବାକୁ ମିଳିଛି। ଯେତେବେଳେ ତୃଣମୂଳ କଂଗ୍ରେସର 19 ଜଣ ଥିଲେ, କହୁଛନ୍ତି ଆଉ ଜଣେ ବି ଆସିବ, 20 ଜଣ ସାଂସଦ ରବିବାର ଦିନ ସେମାନେ ଦଳରୁ ଅଲଗା ହୋଇ ଗୋଟେ ସେପାରେଟ୍ ଗ୍ରୁପ୍ କରିବା ପାଇଁ ବାଚସ୍ପତିଙ୍କୁ ଭେଟିଲେ। ରବିବାର ଦିନ ବାଚସ୍ପତି ତାଙ୍କୁ କହିପାରିଥାନ୍ତେ, ବାଚସ୍ପତି କହିପାରିଥାନ୍ତେ ସୋମବାର ଦିନ ଆସ। ରବିବାର ଦିନ ବାଚସ୍ପତିଙ୍କୁ ସେମାନେ ଭେଟିଲେ ବାଚସ୍ପତିଙ୍କ ବାସଭବନରେ ଏବଂ ବାଚସ୍ପତି ତାଙ୍କୁ ଗୋଟେ ସେପାରେଟ୍ ଗ୍ରୁପ୍ର ମାନ୍ୟତା ଦେଇଛନ୍ତି, କିନ୍ତୁ ଦଳବଦଳ ନିରୋଧ ଆଇନ ଅନୁସାରେ ସେପାରେଟ୍ ଗ୍ରୁପ୍ର କୌଣସି ବ୍ୟବସ୍ଥା ନାହିଁ। ଯେଉଁମାନେ 2/3 ମେଜରିଟି, 2/3 ଗୋଟେ ଭାବୁଥିଲେ 2/3 ବ୍ରେକ୍ କରିପାରିବେ, କି ଯେଉଁମାନେ ବ୍ରେକ୍ କରିବେ ସେମାନେ ଗୋଟିଏ କୌଣସି ଦଳ ସହିତ ମିଶିବେ, ଦେ ୱିଲ୍ ମର୍ଜ ୱିଥ୍ ଆନାଦର ପାର୍ଟି। ସେମାନେ ଗୋଟେ ସେପାରେଟ୍ ବ୍ଲକ୍ ହେଇକି ରହିପାରିବେନି। ଆଉ ମର୍ଜର କହିଲେ, ଯଦି ମର୍ଜର କହିଲେ ପ୍ୟାରେଣ୍ଟ ପାର୍ଟି ହେଉଛି ମମତା ବାନାର୍ଜୀ ପ୍ୟାରେଣ୍ଟ ପାର୍ଟି, ମର୍ଜର ପାଇଁକା ପ୍ୟାରେଣ୍ଟ ପାର୍ଟିର ପ୍ରସ୍ତାବ ଦରକାର। କିନ୍ତୁ ଏମାନେ ଯେଉଁ 20 ଜଣ MP ବ୍ରେକ୍ କଲେ ତୃଣମୂଳ କଂଗ୍ରେସରୁ, ଇଏ ବ୍ରେକ୍ କରିକି ଦଳବଦଳ ନିରୋଧ ଆଇନଙ୍କ ଗୋଟେ ଆଢ଼ୁଆ ଦେଖେଇଦେବା, ମାନେ ବାଟ ଓଗାଳିବା ପାଇଁ ସେମାନେ ଗତକାଲି ଗୋଟିଏ ନୂଆ ଦଳ, ଆପଣ ସେ ଦଳ ନାଁ କେହି ହୁଏତ ଜାଣିନଥିବେ, ନ୍ୟାସନାଲ ସିଟିଜେନ୍ ପାର୍ଟି ଅଫ୍ ଇଣ୍ଡିଆ ବୋଲି ଗୋଟେ ଦଳ, ତା ନାଁ ହୁଏତ କେହି ଜାଣିନାହାନ୍ତି, ଭାରତବର୍ଷ କେହି ଜାଣିନାହାନ୍ତି, ସେଇ ଦଳରେ ମିଶିଛନ୍ତି ଏବଂ ସ୍ପିକର ତାକୁ ମଧ୍ୟ ଅନୁମୋଦନ ଦେଇଛନ୍ତି। ଏବଂ ସେଇ ଯେଉଁ ନ୍ୟାସନାଲିଷ୍ଟ ସିଟିଜେନ୍ ପାର୍ଟି ଅଫ୍ ଇଣ୍ଡିଆ, ଇଏ NDAକୁ ସମର୍ଥନ କରିବ, ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସକୁ ସମର୍ଥନ। 20 MP ବାହାରିଲେ ତୃଣମୂଳ କଂଗ୍ରେସରୁ 2/3 ମେଜରିଟି, ସେ ଗୋଟେ ପାର୍ଟିରେ ମର୍ଜର ହେବା ଦରକାର। ଦଳବଦଳ ନିରୋଧ ଆଇନ କହୁଛି ସେପାରେଟ୍ ଗ୍ରୁପ୍ ହେଇପାରିବେ ନାହିଁ ଏବଂ ଇସୁଛନ୍ତି କାହା ହାତରେ? ନ୍ୟାସନାଲ ସିଟିଜେନ୍ ପାର୍ଟି ଅଫ୍ ଇଣ୍ଡିଆ। ନ୍ୟାସନାଲ ସିଟିଜେନ୍ ପାର୍ଟି ଅଫ୍ ଇଣ୍ଡିଆ କିଏ? ନାଇଁ, ସେ ଦଳକୁ କେହି ଜାଣନ୍ତିନି। ସେ ଗୋଟିଏ ଦଳ, ଯେଉଁ ଦଳ 2023ରେ ତ୍ରିପୁରାରେ ଆଉ ମେଘାଳୟରେ କିଛି ନିର୍ବାଚନ ଲଢ଼ିଥିଲା, ଗୋଟିଏ ରେଜିଷ୍ଟର୍ଡ ପଲିଟିକାଲ ପାର୍ଟି। ନିର୍ବାଚନ କମିଶନ ପାଖରେ ପ୍ରାୟ 2,500 ରାଜନୈତିକ ଦଳ ଅଛନ୍ତି। 2004ରୁ 2,500 ଦଳ ରେଜିଷ୍ଟ୍ରିଭୁକ୍ତ ହେଇକି ଅଛନ୍ତି। ସେମାନେ ତାଙ୍କର ଅଧିକାଂଶ ନିର୍ବାଚନ ଲଢ଼ନ୍ତିନି। ଏ ଦଳ ତ୍ରିପୁରାରେ ଆଉ ଏ ନିର୍ବାଚନ ଲଢ଼ିଥିଲା ସତ, କିନ୍ତୁ ଏମାନେ କୌଣସି ଭୋଟ୍ ପାଇନଥିଲେ। ଭୋଟ୍ ଲଢ଼ିବା ଫଳରେ କ'ଣ ହେଇଛି ନା, ୟାଙ୍କୁ କୌଣସି ରେକଗ୍ନିସନ୍ ନାହିଁ ୟାଙ୍କର। ଏ ଦଳର କେବେ ଯେଉଁ ସ୍ୱୀକୃତି ଦଳ କେବେ ପାଇନି, କେବଳ ରେଜିଷ୍ଟର୍ଡ ପଲିଟିକାଲ। ଓଡ଼ିଶାରେ ମଧ୍ୟ ଜାଣିଥାନ୍ତୁ, ଓଡ଼ିଶାରେ ମଧ୍ୟ ବି ବୋଧେ 20ରୁ ଅଧିକା
पॉलिटिकल पार्टी अच्छा रजिस्टर्ड पॉलिटिकल पार्टी अच्छा मोर दैन 2000 पॉलिटिकल पार्टी रजिस्टर्ड पॉलिटिकल पार्टी अच्छा क्यों से स्वीकृति पाते रजिस्टर्ड पॉलिटिकल पार्टी तो से हिसाब से गोटे न्यासनाल ये दल के निर्वाचन जीतनी विधानसभा को जीतनी ये भोट भी पाइनि कि से ही दल मिशुंट किए नाई 20 तृणमूल कांग्रेस सांसद कहीं ना दल बदल निरोध आईन को बाट उगलिया निरोध आईन व्यवस्था जेहेतु अच्छी चाकू ये कर निजे से बंदोपाध्याय जड़े बहुत सीनियर एमपी जी 7 थर लोकसभा निर्वाचित होने प्रथम प्रियदास मनशंकर कहते ममता बानार्जी अति घनिष्ठ ये भी आरसी की ओडिशा आसते आप जानते चिटफंड मामलें ओडिशा जेल भी थे सी कहते दल बदल निरोध आईन व्यवस्था अनुसार आमको कार्य करने पड़ुଛି अरे माने केते एटा राजनीतिक स्तर में सर्वोच्च स्तर में गोटे टाउटरी व्यतीत अन्य किसी नुहे गोटे संसदीय व्यवस्था ये टाउटरी व्यतीत किसी नुहे दल बदल निरोध आईन ऑब्जेक्टिव कौन दल बदल निरोध आईन ऑब्जेक्टिव जहाँ से ऑब्जेक्टिव हूँ जे दल गुड़िक जो माने जो दलरू निर्वाचित होउचंती जो दल सिंबल निर्वाचित होउचंती से दल को छाड़ी जापारे कहीं लोक मैंने भोट देती से गोटे निर्दिष्ट दल और निर्दिष्ट सिंबल को भोट देती आपन ताकू छाड़ी जाऊ कहले आपन किंतु गोटे व्यवस्था है प्रथम जो 1/3 थिला ताकू हटेकी 2003 जो व्यवस्था है ये 2/3 दरकार संख्या खाली 2/3 संख्या कले हेनी से माने इमिडिएटली गोटे दल में मिसबे कैन नॉट रिमेन एज ए सेपरेट एंटिटी तेणु एमाने आ निजको तृणमूल कांग्रेस बोली दाबी करूना कि देखो साथी माने जे पश्चिमबंग बाहरी विधानसभा 58 विधायक से माने कौन कहते से विरोधी दल नेतार मर्यादा दिखाई बीजेपी सरकार विरुद्ध में से विरोधी दल भूमिका ने से निजक क्लेम कर आम प्रकृत तृणमूल कांग्रेस यह कहते कि एमाने ये कौन कले ये कहले ना 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 आम मिशीगलु कौथे नेशनलिस्ट सिटीजन पार्टी ऑफ इंडिया जार कौन अस्तित्व नाला देखु माने टाउटर कौ सीमा को जाऊँच माने सर्वस्तर में आउ लोकसभा बाचस्पति जी हूँ दल विदल निरोध आईन रक्षक कहीं दल बदल निरोध आईन जिते हम अभियोग हम जहाँ हम तार विचारक होचन से विचारक निजे उपस्थित रही निजे स्वीकृति दे ये काम रविवार दिन करुँचा भी अनेक आश्चर्य करुँचे से भावुन शिवसेना जमी है ये भी हो देखु कितु पश्चिमबंग से पंथा से नहीं ना पश्चिमबंग में भिन्न पंथा ने कहले आम प्रकृत तृणमूल कांग्रेस और ग्रुप नेता को विरोधी दल नेतार मर्यादा दिखाई किंतु ये जो मैंने 20 जन अलग होती से कहते आम एनडीए सदस्य हो गलु आम एनडीए को समर्थन करूँ भावतु से शिवसेना कथा जो मैंने शिवसेना तो 2टा ग्रुप है अल्टीमेटली अवश्य ता विषय में सुप्रीमकोर्ट स्पष्ट भाव कहले जे पारेंट पॉलिटिकल पार्टी हूँ इम्पोर्टाट मर्जर विषय में स्पष्ट भाव कहले किंतु से दल को भांगिकी पार्टी सबु स्तर विभाजन करके निर्वाचन कमिशन रु सिंबल आनिक किंतु सुप्रीमकोर्ट कहते जे व्यवस्था मतलब सुप्रीमकोर्ट जो कहते से अनुसार यदि प्रकृत में बाचस्पति राय दे था तो सिंधु ग्रुपटार अधिकांश सदस्य दल बदल आईन अनुसार सदस्य चली जाते किंतु स्पीकर कले ना डेरी करदे पुणी निर्वाचन से किंतु 2टा दल से किंतु तृणमूल कांग्रेस क्षेत्र में ये गोटाए कथा विधानसभा होची एमाने कहते आम ये एवं से विधानसभा है कौन हो विधानसभा क्लेम करा कले जे आमको जो आम तृणमूल कांग्रेस जो विधायक मनोनीत कराइला विधायक विरोधी दल नेता भाव में जो मान ना बाचस्पति की दिखाई समस्त विधायक मान से फर्जरी फर सिग्नेचर होता आम मैंने कि प्रकृत में चाहूनु जे सी आम नेता बोली आम नुआ नेता से बाछुं ये फर्जरी नहीं कि पुणी से गोटा केस चली जो थे अभिषेक बानार्जी सीआईडी चढ़ऊ हो पूछताछ चली
କେମିତି ଫର୍ଜରୀ କଲ ଇଏ ଗୋଟାଏ ଅଧା କିନ୍ତୁ ପାର୍ଲାମେଣ୍ଟରେ କ'ଣ ହେଉଛି ଦେଖନ୍ତୁ ଠିକ୍ ଓଲଟା କଥା କଲେ ଏବଂ ମିଶିଗଲେ ନ୍ୟାସନାଲ ସିଟିଜେନ୍ ପାର୍ଟି ଅଫ୍ ଇଣ୍ଡିଆ ତା ଦେହରେ ମିଶିଗଲେ ଯାହାର କୌଣସି ଅସ୍ତିତ୍ୱ ନାହିଁ ଯାହାର କୌଣସି ଚିହ୍ନବର୍ଣ୍ଣ ନାହିଁ। ଏଇ ଯେଉଁ ଅବସ୍ଥା ହେଉଛି ଏକରେ ବଙ୍ଗଳା ଇଲେକ୍ସନରେ ଯାହା ସବୁ ହେଇଛି ସେଥିରେ ଗୁରୁତର ପ୍ରଶ୍ନ ବି ଏବେ ବି ଅଛି। ଠିକ୍ ଅଛି ବିଜେପି ସେ ଜିତିଛି କିନ୍ତୁ ସେ ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନବାଚୀ ରହିଛି। ଭୋଟର ଲିଷ୍ଟରୁ ଭୋଟରମାନଙ୍କୁ ବାଦ ଦେବା 34 ଲକ୍ଷ ଭୋଟର ଏବେ ବି ଆବଜୁକେସନ୍ ହେଇନାହିଁ ଟ୍ରିବ୍ୟୁନାଲ ଆଗରେ ଅଛି ସେଥିରେ ଭୋଟ ହେଇଗଲା ଏବଂ ବିଜେପି ଆଉ ତୃଣମୂଳ କଂଗ୍ରେସ ଭିତରେ ବ୍ୟବଧାନ ଥିଲା 32 ଲକ୍ଷର এই ନିର୍ବାଚନ ଫଳାଫଳ କିନ୍ତୁ ସେଥିରୁ ବର୍ତ୍ତମାନ ତୃଣମୂଳ କଂଗ୍ରେସ ଯେଉଁମାନେ ବାହାରିଲେ ତା ଦେହରୁ ବର୍ତ୍ତମାନ ବାହାରିକି ଗୋଟେ ଗୋଟେ ଯାଉଛନ୍ତି କାରଣ ଦଳ ସରକାରରୁ ବାହାରିଗଲା। ତାପରେ ସେ ଘଟଣା ଚାଲନ୍ତୁ ସେ ବିଷୟରେ ତ ଚାଲିଛି ସେଠି ବହୁତ ଦୂର ଚାଲିଛି କେତେ ଦୂର ଚାଲିଛି ସବୁ ଲୋକମାନଙ୍କୁ ଗୋଟିଏ ପରେ ଭାବିତ କରାହେଉଛି ରଖାହେଉଛି କିନ୍ତୁ ପାର୍ଲାମେଣ୍ଟ ସ୍ତରରେ ଯାହା ହେଲା ସେଇଟା ସମସ୍ତଙ୍କୁ ଲଜ୍ଜିତ କରିଛି ଏଇଟା ଦେଖିକି ଏବଂ ତାକୁ ଯଦି ଆପଣ ଯୋଡ଼ିଦେବେ ଯାହା ହେଲା ମଧ୍ୟପ୍ରଦେଶରେ राज्यसभा नॉमिनेशन रे मीनाक्षी नटराजन नॉमिनेशन रिजेक्ट होगा घटना से राज्यसभा मत 3 जन जाक बीजेपी सदस्य मैंने अनअपोज इलेक्ट हो गले जदिव कांग्रेस सदस्य संख्या अच्छा से जड़े प्रार्थी निर्वाचित हवा कथा किंतु रिजेक्शन होगा रिजेक्शन विरुद्ध से इलेक्शन कमिशन गले सुप्रीमकोर्ट को गले सुप्रीमकोर्ट कहला से तो डिक्लेयर हो गला इलेक्शन प्रोसेस तो हेनी बर्तमान इलेक्शन केस जरिए आस सेपरेट इलेक्शन केस जरिए आस पुणी हाइकोर्ट रू हम हाइकोर्ट इलेक्शन केस 10 वर्ष पूर्व कौन इलेक्शन केस 5 वर्ष 10 वर्ष पूर्व डिसाइड होना एवं तो माड्रास हाइकोर्ट संक्रांत में गोटे गुरुत्वपूर्ण राय देते तो से दृष्टि देखिगले आपको देखिकी जहाँ चली देखिकी विरोधी दल नेता राहुल गांधी जो इंडिया मेंटर बैठक से बाहर वीडियो बजारे कहते भारत वर्ष में आउ निर्वाचन माध्यम निर्वाचन व्यवस्था रे ए सरकार विरुद्ध लड़वा क्या निर्वाचन व्यवस्था को लेकिन आम जहाँ को लेकिन जदि जेहेतु समस्त डेमोक्रेटिक इंस्टीट्यूशन से निर्वाचन कमिशन ठू आरंभ करी सुप्रीमकोर्ट ठू आरंभ करी बा सीडी ईडी सीबीआई ए सब व्यवस्था इंस्टीट्यूशन बर्तमान कैप्चर हो जाइए तेणु आउ कौटी न्याय मिलूना तेणु आउ निर्वाचन जरिया ये सरकार को प्रतिरोध करने संभव हम ना तेणु विरोधी दल काम हो जहाँ गांधी कही रेजिस्टांट प्रतिरोध कि अलग कथा किंतु आभली गोटे गणतंत्र तो निर्वाचन मुख्य कथा प्रतिरोध करने तार माध्यम कौन सी राहुल गांधी स्पष्ट कर पारना सी दोसरा कथा किंतु बर्तमान यही घटना आहु लोक भितर धारणा होची किसी लोक भितर यही सब देखला ये प्रकृति में निर्वाचन जो गला निर्वाचन 2024 निर्वाचन है लोकसभा बीजेपी तार संख्या गरिष्ठता पाइलानी कि तथापि सरकार कला कारण एनडीए संख्या गरिष्ठता पाइला किंतु बर्तमान कौन हो संख्या गरिष्ठता पाइला नरेंद्र मोदी 12 वर्ष रु अधिका काल शासन कला तार मध्य पृथ्वी पालन होती इवन इलेक्टेड प्राइम मिनिस्टर हिसाब से नरेंद्र मोहन पंडित जवाहरलाल नेहरू को रेकर्ड को सी अतिक्रांत कर किंतु असल कथा हूँ यही निर्वाचन व्यवस्था भितर से सरकार अच्छी सरकार हो जाइए किंतु अन्य दल मान को भंगा जाऊँगी कहीं ये तो प्रश्न निर्वाचन को ठीक भाव कर दि जाऊनी कहीं जहाँ बेंगल है अन्यत्र हूँ कहली राज्यसभा नॉमिनेशन कथा अन्य आड़े हूँ भोटर लिस्ट एसआईआर जरिया जो कथा कार्य चली ये सब जिनिस नहीं प्रश्न उठू कौन लक्ष्य समस्ते कहते बीजेपी एकमात्र लक्ष्य हूँ निर्वाचन नक 2024 हुए तो पूर्ण संख्या 240 टांकर अच्छी पूर्ण संख्या मिललानी एनडीए शासन चलती किंतु से निर्वाचन नक पार्लियामेंट 2/3 मेजोरिटी राज्यसभा और लोकसभा अचीव कर दिए यही लक्ष्य चलती आप 7 जन सदस्य को आइले अन्न आड़ू नौ बर्तमान तृणमूल कांग्रेस राज्यसभा सदस्य इस्तीफा दौरान एवं अन्न आड़ कहले अनअपोज इलेक्ट हो गले बर्तमान राज्यसभा जो है निर्वाचन जो बिहार अनाथ हो संख्या बढ़ुची एवं से 2/3 हो लोकसभा मंत्री 2/3 करवा दरकार कहीं आप जानते जस्ट
ମହିଳା ନିର୍ବାଚନ ତରବରୀ ଭାବରେ ମହିଳା ସଂରକ୍ଷଣ ନାମରେ ସମ୍ବିଧାନ ସଂଶୋଧନ ଯେଉଁ ବ୍ୟବସ୍ଥା ଆସିଥିଲା ସେଥିରେ କିନ୍ତୁ ଡିଲିମିଟେସନ୍ କଥା ଥିଲା ବୋଲି ସମୁଦାୟ ବିରୋଧ ଦଳ ଆକୁ ବିରୋଧ କରିବା ଫଳରେ ସେ ସମ୍ବିଧାନ ସଂଶୋଧନ ବିଲ୍ ପାସ୍ ହେଇପାରିଲା, ରିଜେକ୍ଟ ହେଇଗଲା, ବିଫଳ ହେଇଗଲା। ବର୍ତ୍ତମାନ ସଂଖ୍ୟା କରୁଛି ବିଜେପି ଯେଉଁ ଉଠଉଛି ଯେମିତି ଆର ନିଜସ୍ୱ ଏନ୍ଡିଏର 2/3 ଆଣିଲେ ରାଜ୍ୟସଭା ଲୋକସଭାରେ ସେ ଯେଉଁ ବିଲ୍ଟା ତାଙ୍କର ବିଫଳ ହେଇଯାଇଛି ୱାନ୍ ନେସନ୍ ୱାନ୍ ଲିଡରସିପ୍ ଗୋଟେ ଅଛି, ଇଏ ଗୋଟେ ହେଉଛି ଡିଲିମିଟେସନ୍ କରିବା ପାଇଁ ଯେଉଁ ଲକ୍ଷ୍ୟ ଅଛି। ଡିଲିମିଟେସନ୍ରେ ସାଂଘାତିକ ହେବ, ଯେଉଁଥିପାଇଁ ସେମାନେ ବିରୋଧୀମାନେ ବିରୋଧ କରୁଥିଲେ ଯେ ଏଇ ସରକାର ଅମଳରେ ଡିଲିମିଟେସନ୍ ନ ହେଉ, କାରଣ ରାଜସ୍ଥାନ ଯାହା ଆସାମରେ ଯାହା ହେଇଛି ବା ଅନ୍ୟଟି ଦେଖୁଛନ୍ତି ମାନେ। କିନ୍ତୁ ସେଇ ବିଲ୍ଟା ପାସ୍ କରିବା ପାଇଁ ତାଙ୍କର ଯେଉଁ 2/3 ମେଜରକେ ସେଇ ଲକ୍ଷ୍ୟରେ ସେମାନେ କରୁଛନ୍ତି ବୋଲି କୁହାଯାଉଛି। କିନ୍ତୁ ତା ଅର୍ଥ ଏଇଟା ଲୋକମାନଙ୍କର ଜନସାଧାରଣଙ୍କର ରାୟ, ବିରୋଧୀ ଗୋଟେ କାର୍ଯ୍ୟ ନୁହେଁ କି। ଜନସାଧାରଣ ଗୋଟିଏ ମତ ଦେଲେ ତା ବିରୁଦ୍ଧରେ ଆଉ ଗୋଟିଏ ମତ ଆସିବା ତା କିଛି ଆମେ ଯୋଗାଡ଼ କରିଦେବା। ଯିଏ କୌଣସି ଦଳ ଯଦି ରାଜି ହେବ ନା ଏହାକୁ ସମର୍ଥନ କରିବା, ବିରୋଧୀ ଦଳ ପାଇଁ ରାଜି ହେଇପାରନ୍ତି, ସେ ତୃଣମୂଳ କଂଗ୍ରେସରୁ ରାଜି ହେଇପାରନ୍ତି, ଅନ୍ୟମାନେ ରାଜି ହେଇପାରିବେ। କିନ୍ତୁ ଏଇ ଯୋଉ କରିକି କୌଣସି ପ୍ରକାରେ ଦଳକୁ ଭାଙ୍ଗି ଇଏ କରି ଏ ଦଳ ଭାଙ୍ଗିବାରେ ଖାଲି ଏଇଥିରେ ହେଉଛି ଯେଉଁ ପୁରା ବିରାଟ ଅର୍ଥ କାରବାର ହେଉଛି ବୋଲି ସିଧାସଳଖ ଅନେକ ଅଭିଯୋଗ କରୁଛି, ଅନେକ ସୋସିଆଲ ମିଡ଼ିଆରେ ସିଧାସଳଖ କରୁଛି, କୋଟି କୋଟି ଟଙ୍କାର କାରବାର ହେଉଛି। ଭୂପେନ୍ଦ୍ର ଯାଦବ ଆଦର ମଧ୍ୟସ୍ଥି ଅଛି କେନ୍ଦ୍ରମନ୍ତ୍ରୀ ନେଉଛନ୍ତି ତାଙ୍କରି ବାସଭବନରେ ବସିକି, ତାପରେ ଏମାନେ ଯାଉଛନ୍ତି ସ୍ପିକରକୁ ଭେଟିବା ପାଇଁକା। ଏଇଟା କ'ଣ ଭଲ ଲାଗୁଛି ଭାରତବର୍ଷ ଗଣତନ୍ତ୍ର? ଭାରତବର୍ଷ ସଂସଦୀୟ ଗଣତନ୍ତ୍ର ପ୍ରତି ଭଲ ସମ୍ବେଦ ଯାଉଛି ନା ଲୋକ ଭିତରେ ଧାରଣା ବଢ଼ି ବଢ଼ି ଚାଲିଛି ଯେ ଆଉ ନିର୍ବାଚନ ପ୍ରକ୍ରିୟାରେ ବୋଧହୁଏ ଭାରତବର୍ଷରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ, ନିର୍ବାଚନ ବାହାରେ କିଏ ଚିନ୍ତା କରିବାକୁ ପଡ଼ିବ। ଏଇ ଧାରଣା ଯଦି ଲୋକଙ୍କ ଭିତରେ ହୁଏ ବହୁତ ସାଂଘାତିକ ହେବ, ଯେମିତି ସୋଭିଏତ ୟୁନିୟନ ରଷିଆରେ ହେଉଛି। ସେଇଭଳିଆ ସିଚୁଏସନ୍ ଅବସ୍ଥା ଭାରତବର୍ଷର ହେବା ଉଚିତ ନୁହେଁ। ଏବଂ ଆଣ୍ଟି ଡିଫେକ୍ସନ୍ ଲଟା ସେ ଦୃଷ୍ଟିରୁ ବହୁତ ଗୋଟେ ଗୁରୁତ୍ୱପୂର୍ଣ୍ଣ ଇନଷ୍ଟ୍ରୁମେଣ୍ଟ ଥିଲା। ଯାହା ଲୋକମାନେ ରାୟ ଦେଉଛନ୍ତି ନିର୍ବାଚନରେ ତାକୁ ତ ଆମେ ସମ୍ମାନ ଦେବା ନା। ଯେଉଁମାନେ ବିଜେପି ବିରୁଦ୍ଧରେ ଲଢ଼ିକି ଲୋକସଭାକୁ ଗଲେ 2024ରେ, ସେମାନେ ବର୍ତ୍ତମାନ ନୂଆ ଦଳ କରିକି ଇଣ୍ଡିକୁ ସମର୍ଥନ କରିବୁ କହିଲେଣି, କିନ୍ତୁ ଲଢ଼ିକି ଯାଇଥିଲେ ବିଜେପି ବିରୁଦ୍ଧରେ। ଏଇ ଯେଉଁ ବ୍ୟବସ୍ଥା ଏଇଟା ଗୋଟେ ଗଣତନ୍ତ୍ର। ନରେନ୍ଦ୍ର ମୋଦି ଗୋଟେ ବଡ଼ ଆଚିଭମେଣ୍ଟ କରିଛନ୍ତି, 3 ଥର ଲଗାତାର ଭାବରେ ପ୍ରଧାନମନ୍ତ୍ରୀ ଅଛନ୍ତି, ଏବେ ମଧ୍ୟ ଅଛନ୍ତି। କିନ୍ତୁ ତା ଅର୍ଥ ନୁହେଁ ଆମେ ସଂସଦୀୟ ଗଣତନ୍ତ୍ରର ଯେଉଁ ମୌଳିକ ଭିତ୍ତିଭୂମିଗୁଡ଼ାକୁ ନଷ୍ଟ କରିଦେବା। ମୁଁ ଭାବୁଛି ତୃଣମୂଳ କଂଗ୍ରେସ କ୍ଷେତ୍ରରେ ଯାହା ହେଉଛି ଏଇଟା ସମସ୍ତ ଭିତରେ ଧାରଣା ସୃଷ୍ଟି କରୁଛି। ଆଉ ନିର୍ବାଚନ ବ୍ୟବସ୍ଥାରେ, ନିର୍ବାଚନ ଜରିଆରେ ଆଉ କୌଣସି ପରିବର୍ତ୍ତନ ବା ବ୍ୟବସ୍ଥାର ସରକାରର ପରିବର୍ତ୍ତନ ସମ୍ଭବ ନୁହଁ। କାହିଁକି ଯାହା ଯିଏ ବି ନିର୍ବାଚିତ ହେଲେ ସେ ତ ଯେକୌଣସି ଦଳକୁ ସେ ଭାଙ୍ଗି ଦେଇପାରିବେ, ଯେକୌଣସି ଦଳକୁ ଏକସ୍ୱର କରିଦେଇପାରିବେ। ଏଭଳି ଗୋଟେ ବାତାବରଣ ହେବା ଦଳ ପାଇଁ, ଦେଶ ପାଇଁ, ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।